2026 ରଥଯାତ୍ରା ଅବସରରେ ସ୍କେଟ୍ ପରିବାର ତରଫରୁ ଭକ୍ତିପୂତ ପ୍ରଣାମ ସହିତ ସମର୍ପଣର ସ୍ୱତନ୍ତ୍ର ସ୍ୱୀକୃତି। ଆଜି ଆମେ ଆଲୋଚନା କରିବା ତିନି ଠାକୁର କାହିଁକି ପ୍ରସିଦ୍ଧ। କାହିଁକି ପ୍ରସିଦ୍ଧର ଉତ୍ତରରେ ଅଗଣିତ ଭାବାବେଗ ସୃଷ୍ଟି ହୁଏ। ଉତ୍ତର ବି କିଛି କମ୍ ନୁହେଁ। ଉତ୍ତର ରଖିବା ପାଇଁ ଆମ ପାଖରେ ନାହିଁ ଶବ୍ଦ ବାକ୍ୟ ଭାଷା। ସଂକ୍ଷେପରେ ଆମେ ଆପଣଙ୍କୁ ଦୃଷ୍ଟି ଆକର୍ଷଣ କରିବୁ ଏହି ତିନି ଠାକୁରଙ୍କର ଶକ୍ତି ଏବଂ ସାର୍ଥକତାକୁ ନେଇ। ଆମେ ଅଧିକ କିଛି ଆଲୋଚନା କରିବାକୁ ଚାହୁଁନାହୁଁ। ଆମେ କିଛି ଏମିତି ଆଲୋଚନା କରିବୁ ଯାହା ଆପଣ ଜାଣିବା ଆବଶ୍ୟକ, ଆଉ ଜାଣିଲେ ବି ଅନୁଭବ କରିବେ ଏବଂ ଖୁସି ଅନୁଭବ କରିବେ। ତିନି ଠାକୁର କେଉଁଥିରେ ତିଆରି ହୁଅନ୍ତି, ଏ ପ୍ରଶ୍ନକୁ ନେଇ ଆଜି ଆମେ ଉତ୍ତର ଖୋଜିବା। ଉତ୍ତରରେ ଆମେ ଗୋଟିଏ କଥା ଜାଣିବା, କାଠ। କାଠ କିପରି ସୃଷ୍ଟି ହୁଏ? ଗଛରୁ। ଗଛ କିପରି ସୃଷ୍ଟି ହୁଏ? ଏହା ବି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆପଣମାନେ ଉତ୍ତର ଦେବେ ମଞ୍ଜିରୁ। ମଞ୍ଜି ଆପେ ଆପେ ଗଛ ସୃଷ୍ଟି ହୋଇପାରିବ ନାହିଁ। ଏଥିପାଇଁ ମାଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଛି। ପ୍ରକୃତିର ସମ୍ପର୍କ ଭିତରେ ଠାକୁରଙ୍କର ସମ୍ପର୍କକୁ ନେଇ ଆମ ଆଲୋଚନା। ଗଛର ଗଣ୍ଡିରୁ ତିଆରି ହୁଅନ୍ତି ତିନି ଠାକୁର। ଗୁରୁତ୍ୱପୂର୍ଣ୍ଣ ତାତ୍ତ୍ୱିକ ଆଲୋଚନା କରିବା ଆମେ। ଗଛ ଆମକୁ ଅମ୍ଳଜାନ ଦିଏ। ପୃଥିବୀରେ ଅନେକ ଦେବାଦେବୀ ବ୍ରୋଞ୍ଜ, ମାର୍ବଲ, ମାଟି, ସୁନା, ପିତ୍ତଳ, ତମ୍ବା ଏପରି ଅନ୍ୟାନ୍ୟ ଧାତୁରେ ନିର୍ମିତ ହେଉଥିବା ବେଳେ ତିନି ଠାକୁର ତିଆରି ହୁଅନ୍ତି ଏକ ଗଛର ଗଣ୍ଡିରୁ। ଗଛ ଆମକୁ ଅମ୍ଳଜାନ ଦିଏ। ଗଛ ଆମକୁ ଛାଇ ଦିଏ। ଗଛ ଆମକୁ ଫଳ ଦିଏ ଅର୍ଥାତ୍ ଭିଟାମିନ୍ ଦିଏ। ଗଛ ଆମକୁ ପାଣି ଦିଏ ଅର୍ଥାତ୍ କୃଷିକୁ ଗୁରୁତ୍ୱ ଦିଏ। ଗଛ ଆମକୁ ପବନ ଦିଏ, ବଞ୍ଚିବାକୁ ଆଗକୁ ସୁଯୋଗ ଦିଏ। ତେଣୁ ଗଛ ସହିତ ସମ୍ପର୍କ, ଜଗନ୍ନାଥ ସଂସ୍କୃତି କେତେ ନିବିଡ଼ ଆପଣମାନେ ବୁଝିପାରୁଥିବେ। ଏହି ତିନି ଠାକୁର ଆମକୁ ନିବେଦନ କରୁଛନ୍ତି, ଆପଣମାନେ ବୃକ୍ଷରୋପଣ କରନ୍ତୁ। ବୃକ୍ଷ ହିଁ ସବୁକିଛି। ଏକଥା ଆମକୁ ବହୁ ଦିନରୁ କହିଦେଇଛନ୍ତି ଏହି ତିନି ଠାକୁର। ପ୍ଲାଣ୍ଟେସନର ଅଭାବ ରହିଲେ ଉଷ୍ମତା ବୃଦ୍ଧି ହେବ। କୃଷିରେ ଅନେକ କ୍ଷତି ଆସିବ। ଜୀବନ ପ୍ରତି ଅନେକ ବିପଦ ରହିବ। ଏକଥା ତିନି ଠାକୁର ଆମକୁ କହିଦେଇଛନ୍ତି। ଏହି ବାଣୀ ଆମେ ଗ୍ରହଣ କରିବାକୁ ପଡ଼ିବ। ଏକ ସମ୍ଭାବନାପୂର୍ଣ୍ଣ ଅଭିପ୍ରେରଣାମୟ ଆଜିର ଏହି ଉପସ୍ଥାପନା ଆମ ଅନୁଷ୍ଠାନ ତରଫରୁ। କାଠ ସାହାଯ୍ୟରେ ଆମ ଜୀବନ ଜୀବିକା ବି ଗତିଶୀଳ ରହେ। ଏହାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। ତେଣୁ କାଠ, ଗଛ, ଫଳ, ଛାଇ, ପବନ ଇତ୍ୟାଦି ଅନେକ ଦାନ ସହିତ ଗଛ ସମର୍ପଣ ରହିଛି। ସେଥିପାଇଁ ବୋଧେ ଠାକୁର ଗଛରୁ ତିଆରି ହୁଅନ୍ତି। ପୃଥିବୀରେ ପ୍ରଥମେ ଚପଲ ତିଆରି ହୋଇଥିଲା କାଠରୁ।
ଯାହା ଆପଣ ରାମାୟଣରୁ ହେବେ ପ୍ରମାଣିତ। କାଠ ସହିତ ଗଛର ସମ୍ପର୍କ ଅତି ନିବିଡ଼। ଖାଦ୍ୟ ନିର୍ମାଣରେ ମଧ୍ୟ କାଠ ସାହାଯ୍ୟ କରିଥାଏ। ଘରର ଅନେକ ଆସବାବପତ୍ର ପାଇଁ କାଠ ସାହାଯ୍ୟ କରିଥାଏ। ଅନେକ ଉପଯୋଗିତାରେ କାଠର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। କାଠ ସୃଷ୍ଟି ହୁଏ ଗଛରୁ। ଜଗନ୍ନାଥ ସଂସ୍କୃତିରେ କାଠର ଭୂମିକାକୁ ନେଇ ଆମର ଏହି ଉପସ୍ଥାପନା। ରଥଯାତ୍ରା ଅବସରରେ କାଠ ବିଦ୍ୟୁତର କୁପରିବାହୀ। ଗବେଷଣା କ୍ଷେତ୍ରରେ କାଠର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ପରୋକ୍ଷରେ ତିନି ଠାକୁର କହିଦେଇ ଯାଇଛନ୍ତି, କହୁଛନ୍ତି ଯେ ବୃକ୍ଷରୋପଣ କରିବା ଏକାନ୍ତ ଜରୁରୀ। ସଭ୍ୟତାକୁ ଆଗକୁ ନେବାକୁ ହେଲେ, ଜୀବନକୁ ସୁନ୍ଦର କରିବାକୁ ହେଲେ, ନିରୋଗୀ ରହିବାକୁ ହେଲେ ବୃକ୍ଷରୋପଣର ଆବଶ୍ୟକ ରହିଛି। ଆୟୁର୍ବେଦ କ୍ଷେତ୍ରରେ ମଧ୍ୟ ବୃକ୍ଷର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ବୋଧେ ତିନି ଠାକୁର ଗଢ଼ା ହୁଅନ୍ତି ଗଛର ଗଣ୍ଡିରୁ। ଗଛ ସହିତ ସମ୍ପର୍କ ଅତି ନିବିଡ଼। ଏହି ତାତ୍ତ୍ୱିକ ବିଶ୍ଳେଷଣ SK ଏଜୁକେସନ୍ ପ୍ରାକ୍ ତରଫରୁ ଆପଣମାନଙ୍କୁ ପ୍ରେଜେଣ୍ଟ କରାଯାଉଛି। ତେଣୁ ତିନି ଠାକୁର କାହିଁକି ମହାନ, ଏହା ଭିତରେ ଆପଣ ଉତ୍ତର ପାଇସାରିଲେଣି। ଆଉ କିଛି ଉତ୍ତରକୁ ନେଇ ଆମେ ଉତ୍ତର ଖୋଜୁଛୁ ଏହି ସୁଯୋଗରେ। ବୈବାହିକ ସମ୍ପର୍କରେ ମଧୁରତା। ବୈବାହିକ ସମ୍ପର୍କରେ ରୁଗ୍ଣତା ଦୂର କରିବା ପାଇଁ ଏହି ତିନି ଶକ୍ତି ଯଥେଷ୍ଟ। ବଳରାମ ବି ବିବାହିତ, ଜଗନ୍ନାଥ ବି ବିବାହିତ, ସୁଭଦ୍ରା ବି ବିବାହିତ। କିନ୍ତୁ ବିଶ୍ୱପ୍ରୀତି ପାଇଁ ଭାତୃଭାବର ଭଉଣୀର ଭାବ, ଏହି ଭାଇ ଭଉଣୀର ଭାବକୁ ସକ୍ରିୟ କରିବା ପାଇଁ ଏକାକୀ ଆସନ୍ତି ତିନି ଠାକୁର ବଡ଼ଦାଣ୍ଡ। ଏହାର ଅର୍ଥ ହେଉଛି ବିବାହିତ ଜୀବନରେ ମଧ୍ୟ ଭାଇ ଭଉଣୀର ସମ୍ପର୍କକୁ ବଳିଷ୍ଠ କରିବା ପାଇଁ ଏହି ଦୃଶ୍ୟ ଅତୀବ ଆକର୍ଷଣ ଏବଂ ମନୋଜ୍ଞ। କହି ଚାଲିଲେ ସରିବନି ଠାକୁରଙ୍କର ସେହି ଆଲୋଚନା। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବାସ୍ତବିକ କାଠରୁ ତିଆରି ଠାକୁର କେତେ ସକ୍ରିୟ ଆପଣମାନେ ଅନୁଭବ କରିପାରିବେ। ତେଣୁ ବିଶ୍ୱ ଠାକୁରଙ୍କ ବିଷୟରେ ଆମେ ଅନେକ ଆଲୋଚନା ଆପଣମାନଙ୍କ ପାଇଁ କରିଆସୁଅଛୁ। ରଥଯାତ୍ରା ସୁଯୋଗରେ ଆମେ ଏତିକି କହିବୁ, ଜଗନ୍ନାଥ ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ତା ଆଜିର ଗୁରୁତ୍ୱପୂର୍ଣ୍ଣ ଦିବସରେ ଆମକୁ ମନେ ପକାଇବାକୁ ପଡ଼ିବ। ଆସନ୍ତୁ ବୃକ୍ଷରୋପଣ କରିବା। କାରଣ ଠାକୁର ବୃକ୍ଷରୁ ହିଁ ନିର୍ମାଣ ହୁଅନ୍ତି। ଅମ୍ଳଜାନ ଦେବା ପାଇଁ ନିବେଦନ କରନ୍ତି, ପାଇବା ପାଇଁ ଆଗ୍ରହ ପ୍ରକାଶ କରିବା ପାଇଁ ଆବେଦନ କରନ୍ତି। ତେଣୁ ଜଗନ୍ନାଥ ସଂସ୍କୃତି ଏକ ମହାନ ସଂସ୍କୃତି। ଏହାକୁ ବୁଝିବା ପାଇଁ ଅନେକ ଗବେଷଣା ଆବଶ୍ୟକ କରୁଛି। ପ୍ରେଜେଣ୍ଟେଡ୍ ବାଇ SK ଇନ୍ଫୋ।